ଆଦି ମୁକ୍ତିଙ୍କ କଥା ଶୁଣି ବହୁତ ଜୋରରେ ରାଗି ଯାଇ ମୁକ୍ତିଙ୍କ ଉପରକୁ ଜୋରସରେ ଗୋଟେ ଥାପଡ଼ ମାରନ୍ତି। ଆଉ କହନ୍ତି କି କ'ଣ କହିଲ ତମେ? ମୋ ପରିବାର ଲୋକ ମୋତେ ମାରିବା ପାଇଁ ଚେଷ୍ଟା କରିଛନ୍ତି। ଶୁଣ ମୁକ୍ତି, ଆଜି ଯାହା କହିଦେଲ କହିଦେଲ, କିନ୍ତୁ ନେକ୍ସଟ ଟାଇମରେ ମୋ ପରିବାର ଉପରକୁ ଭୁଲରେ ବି ଆଙ୍ଗୁଠି ଉଠିବାକୁ ଚେଷ୍ଟା କରିବନି, ଆଉ କେବେ ବି ନୁହେଁ। ଆଉ ହଁ, ଆଉ ଯେଉଁ ଏ ସିନ୍ଧୁର ସ୍ୱାମୀ ମଙ୍ଗଳସୂତ୍ର କହିବା ବନ୍ଦ କର। ମୋର ତା ସାଙ୍ଗରେ କିଛି ବି ସମ୍ପର୍କ ନାହିଁ, ନା ସିନ୍ଦୁରର ନା ଅଧିକାରର। ବାସ୍ ଚାଲିଯାଅ ଏଠୁ କହିକି ମୁକ୍ତିଙ୍କୁ ଆଦି ଠେଲି ଦିଅନ୍ତି। ତାପରେ ମୁକ୍ତି କହିବେ କି ଠିକ୍ ଅଛି, ମୁଁ ଏଠୁ ଚାଲିଯିବି, ହେଲେ ମୋତେ ମୋ ସିନ୍ଦୁର ଆଉ ମୋ ସମ୍ପର୍କର ଉଚିତ ମୂଲ୍ୟ ଦରକାର। ହଁ ମିଷ୍ଟର ଆଦିତ୍ୟ ଦାସ, ତମେ ସବୁ ଜିନିଷକୁ ପଇସାର ଅର୍ଥରେ ବୁଝେ ନା? ତାହେଲେ ଠିକ୍ ଅଛି, ଆଉ ମୋ ସହିତ ବିତେଇଥିବା ସବୁ ମୁହୂର୍ତ୍ତର ସବୁ ମୂଲ୍ୟ ଦରକାର। ତାପରେ ମୁଁ ଏଠୁ ଚାଲିଯିବି। ତାପରେ ଧନଶ୍ରୀ କହିବେ କି ଦେଖିଲୁ ନା ଆଦି, ମୁଁ ତତେ କହୁଥିଲି ନା ଏ ଝିଅ କେବଳ ପଇସାର ଭାଷା ବୁଝେ। ପ୍ଲିଜ୍ ଆଦି, ଏବେ ତାର ପଇସା ଦେ ଆଉ ସେ ଏଠୁ ଯାଉ। ହେ ୟୁ, କେତେ ଟଙ୍କା ତୋ ଦରକାର କହ? କେତେ ଟଙ୍କା ଦେଲେ ତୁ ଏଠୁ ଯିବୁ ଆଉ ଘର ଛାଡ଼ି ଯିବୁ କହ ମୋତେ? ତାପରେ ମୁକ୍ତି କହନ୍ତି କି କେତେ ଟଙ୍କା ଦେବେ ମୋତେ ଇଏ?